କେତେ ରେଟ୍ରେ ଚଟଚଡ଼ ହେଉଛି ଦେଖୁଛ ତ ହେଇ ଆସିଲାଣି ନାଇଁ ଚିକେନ୍ ପୁରା ରେଡ଼ି ହେଇଗଲା। ମୁଁ ଖାଇକି କହୁଛି ସାଙ୍ଗମାନେ କେମିତି ଟେଷ୍ଟ ଲାଗୁଛି, ଯାହାହେଲେ ବଢ଼ିଆ ଲାଗିବ କିନ୍ତୁ ଖାଇବା ପାଇଁ। ହାଏ ସାଙ୍ଗମାନେ, ଆଉ ଗୋଟେ ନୂଆ ଭିଡ଼ିଓରେ ଆପଣଙ୍କୁ ବହୁତ 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 ସ୍ୱାଗତ। ଏମିତି ଶୀତ ଦିନ ଚାଲି ଯାଉଛି, ପାଳଙ୍ଗ ଶାଗର ଡିମାଣ୍ଡ ବି ସରିଯାଉଛି। ତ ଲାଷ୍ଟ ମୁମେଣ୍ଟରେ ଗରମ ଲାଗିଲାଣି କିନ୍ତୁ ଆମ କେଉଁଝର ପଟେ ଲାଷ୍ଟ ମୁମେଣ୍ଟରେ ଆମେ ଗୋଟେ ଚିନ୍ତା କରୁଛୁ ଆଜି ପାଳଙ୍ଗ ଶାଗରେ ଚିକେନଟେ କରିବା ନାଇକି, ପାଳଙ୍ଗ ଚିକେନଟେ କରିବା। ଚାଲନ୍ତୁ ପାଳଙ୍ଗ ଚିକେନ ପାଇଁ କ'ଣ କ'ଣ ସବୁ ପ୍ରସ୍ତୁତି କରୁଛନ୍ତି ଆମ ମ୍ୟାଡାମ ଦେଖିଦେବା, ତାପରେ ପାଳଙ୍ଗ ଚିକେନ ଷ୍ଟାର୍ଟ କରିବା। ଆଉ ଆଜିର ଭିଡ଼ିଓ ଯଦି ଭଲ ଲାଗିବ ଲାଇକ୍ ଗୋଟେ, ସବସ୍କ୍ରାଇବ ଗୋଟେ, ସେୟାର ଗୋଟେ କରିଦେବେ। ଚାଲନ୍ତୁ ଆଉ ଡେରି ନ କରିକି ପାଳଙ୍ଗ ଶାଗ ଚିକେନକୁ ତା ସାଙ୍ଗକୁ ରୁଟି ମାଡ଼ କରିବା। ଚାଲନ୍ତୁ ଆଉ ଡେରି କରିବାନି, ପ୍ରୋସେସକୁ ପୁରା ଡାଇରେକ୍ଟ ଯିବା। ରୋଷେଇବାସ କରିକି ପୁରା ବିନ୍ଦାସରେ ଆଜି ଖାଇବା। ତାହେଲେ ପାଳଙ୍ଗ ଚିକେନ ପାଇଁ ପାଳଙ୍ଗ ଶାଗ ଧୁଆ ଚାଲିଲା। ହଁ ବଢିଆ ସେ ଧୋଇ ଦିଅ, ପୁରା ତାଜା ଫରଫର ଶାଗ ଗୁଡା ନାଇଁ କି, ବଢିଆ ନୁହଁ? ଶାଗ ଗୁଡା ପୁରା ମସ୍ତ ହେଇଛି। ଏଠି ଚିକେନ ଦେଖନ୍ତୁ ଥୁଆ ହେଇଛି। ଚିକେନ ଖାଲି ଲେଗ ପିସ୍ 5ଟା କେତେ ଥିବ ତା ଭିତରେ। ମୁଁ ଟିକେ ଲେଗ ପିସ୍ ଜାଣିକି ଅଧିକ ଆଣିଛି। ଆଉ 8 ଦିନ ପରେ ପାଳଙ୍ଗ ଶାଗ ଦେଖିବାକୁ ମିଳିବ। ନାଇଁ, ପାଳଙ୍ଗ ଶାଗର ସିଜନ ସରି ଆସିଲାଣି ବା। ମୁଁ କହିଲି ନା ଲାଷ୍ଟ ମୋମେଣ୍ଟରେ ଟିକେ ପାଳଙ୍ଗ ଶାଗ ଚିକେନ ଟିକେ ନ କଲେ ଅଧୁରା ରହିଯିବ, ପୁରା ମାନେ ବର୍ଷ ସାରା ଏଇନା ଖାଇ ହବନି। ଏଠି କ'ଣ କ'ଣ ନେଲ ପେଷ୍ଟ କରିବା ପାଇଁ? ଅଦା, ରସୁଣ, ପିଆଜ ଆଉ ଜିରା ଟିକେ ଦେଇଦେବା। ହଁ ଦିଅ, ପେଷ୍ଟ କର। ରେଡି ହେଇଗଲା, ପୁରା ରେଡି। ପୁରା ରେଡି। ଆଉ ତାହେଲେ ଆଜି ତଳେ ବସିକି ଆଉ ରୋଷେଇ କରିବାନି ହେଲା, ଆଜି ଉପରେ ରୋଷେଇ କରିବା। ଫାଷ୍ଟ ପାଳଙ୍ଗ ଶାଗଟା ସିଝେଇ ଦବ ନା କ'ଣ? ହଁ ସିଝାଅ। ପାଳଙ୍ଗ ଶାଗଟା ସିଝେଇ ଦିଅ, ତାପରେ ଚିକେନଟା ଭାଜିକି କିନ୍ତୁ କରିବା, ବୁଝିଲ ନା? ହଁ ଚିକେନଟା ପୁରା ବଢିଆ ସେ ଡ୍ରାଏ କରିକି ପୁରା ଭାଜିବ, ପୋଡ ପୋଡ କରିକି, ତାପରେ କରିବା, ବଢିଆ ହବ। ଦିଅ ପାଳଙ୍ଗ ଶାଗଟା ଦିଅ। এটা ଟିକେ হালকা বয়েল କରିଦେଲେ ତାର ବଢିଆ କଲରଟା ଆସିବ। କଲରଟା ଭଲ ଆସିବ, ତାପରେ ପାଳଙ୍ଗର ସ୍ମେଲଟା ଏତେ ଆସିବନି। ଫ୍ରିଜରୁ କ'ଣ ନଉଛ? ଓ ଧନିଆ ପତ୍ର। ଆଚ୍ଛା, ଟମାଟୋ ଗୋଟେ ଟମାଟୋ ନା ଦିଟା ନବା? ଗୋଟେ କାଟିଦିଅ, ବଢିଆ ସାଇଜରେ କାଟିବ। ଟମାଟୋ ତ ଯେମିତି କାଟିଲେ ହବ ସାଇଜରେ। ନାଇଁ, ସାଇଜରେ ନ କାଟିଲେ କ'ଣ କି ଚେପା ହେଇଯିବ ଟମାଟୋ, ତା ରସଗୁଡା ସବୁ ବାହାରିଯିବ। ହେଇଗଲାଣି, ପତ୍ରଟା ହେଇଗଲାଣି, ଆଉ ଟିକେ ହବ ନାଇଁ କି? ପାଳଙ୍ଗ ଶାଗଟା ସିଝିଗଲାଣି ନା? ହଁ ହେଇଗଲା। ଏଟା ବର୍ତ୍ତମାନ ଗ୍ରାଇଣ୍ଡିଙ୍ଗ ହବ ନାଇଁ କି? ହଁ ହଉ, ଏଟା ନିଗାଡି ଦବା, ତାପରେ ଥଣ୍ଡା ହେଇଗଲା ପରେ ଗ୍ରାଇଣ୍ଡିଙ୍ଗ କରିବା ଆଉ। ଓକେ ଓକେ କର। ଚିକେନ ଭାଜିବା ପାଇଁ ତେଲ ପକାଅ କଢେଇରେ। ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଆଗ ପକେଇଦବା ତେଲ। ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଦେଇକି ଚିକେନଟା ଭାଜିଦବା ଆଉ ନାଇଁ କି? ତେଲ ପୁରା ଗରମ ବି ହେଇଗଲାଣି। ଚିକେନ ଦିଅ, ଚିକେନ ଦିଅ, ଚିକେନ ଦିଅ, ଚିକେନ ଦିଅ। ବାସ୍, ଖାଲି ଲେଗ ପିସ୍ ଖାଲି, ପୁରା ମଜବୁତିଆ ଲେଗ ପିସ୍। ଆଜି ରୋଷେଇଟା ଗୋଟେ ନୂଆ ପ୍ରକାର ହବ, ଭାଜିକି କରିବା ପାଳଙ୍ଗ ଚିକେନଟା ଆଉ। ଭଲ ଲାଗିବ ଖାଇବା ପାଇଁ ଅବଶ୍ୟ। ଘାଣ୍ଟି ଦିଅ, ବଢିଆ ସେ ଘାଣ୍ଟି ଦିଅ। ଏ ଲେଗ ପିସ୍ କେତେଟା ତମେ ଖାଇପାରିବ? ଦିଟା ଖାଇଦବ। ମତେ କାହିଁକି ଲାଗୁନି ଦିଟା ଖାଇଦବ। ହଁ ଦିଟା ଖାଇଦେବି। ଏଇନା କହିଦଉଛ ଦିଟା ଖାଇଦବ, ରୋଷେଇ ସରିଲା ପରେ ଦିଟା ଖାଇପାରିବ ତ? ରାତି 11ଟା ହେଇଯିବ, ସେତେବେଳେ ଭୋକ ମରିଯିବ। ବର୍ତ୍ତମାନ 10ଟା ହେଲାଣି, ଘଣ୍ଟେ ଲାଗିବ ନିହାତି ଆମକୁ ରୋଷେଇ କରିବା ପାଇଁ। ଘଣ୍ଟେ ଭିତରେ ଦେଖିବା କର, 11ଟା ବେଳକୁ ଦିଟା ଖାଇପାରୁଛ ନାହିଁ। ମୁଁ ଦିଟା କିନ୍ତୁ ମୁଁ ଦେବି ହେଲା। ଦିଟା ଖାଇବ ତମେ। କଥା ହଉଛି ଅଧିକ ରାତି ହେଇଗଲେ ଭୋକଟା ଟିକେ ମରିଯାଏ। ହଁ ହେଇ ଆସିଲାଣି ନି କି? ହଁ ଆଉ ଟିକେ କଡା ହବ, ପୁରା କଡାକି ଭାଜିବ ହେଲା। ପୁରା ବଢିଆ ସେ କଡାକି ଭାଜି ଦବ, ତାପରେ ଭଲ ଲାଗିବ ଖାଇବା ପାଇଁ। ବଢିଆ ସାଇଜରେ ଖୋଲିବ, ଯେମିତି ମୋ ଲେଗ ପିସ୍ ନ ଭାଙ୍ଗେ। ହଁ, ମୋ ଲେଗ ଯଦି ଭାଙ୍ଗିଲା, ମୁଁ ତୁମ ଲେଗଟାକୁ ଭାଙ୍ଗିଦେବି ହେଲା। ହସୁଛ କ'ଣ? ସତ କଥା ଆଉ। ବାଃ, ବଢିଆ ଲେଗ ପିସ୍ ଗୁଡା, ପୁରା ସାଇଜରେ। ହଁ ବଢିଆ ହେଇଛି, ବଢିଆ ହେଇଛି। ଖୋଲି ଦିଅ ସବୁ ଗୁଡା। ଏବେ ଆଳୁ ଭାଜିବ? ଭାଜ। ସାଙ୍ଗମାନେ ଦେଖୁଛନ୍ତି ତ ଚିକେନ ଗୁଡା କେମିତି ସାଇଜରେ ଥୁଆ ହେଇଛି। ଲୋଭ ଲାଗିବ ହିଁ ଲାଗିବ, ଯାହା କଲେ ବି ଲୋଭ ଲାଗିବ। ଜଲ୍ଦି କିନ୍ତୁ ଟିକେ କର ହେଲା, ଭୋକ ବି ଲାଗିଲାଣି। ରାତି 10ଟା ଉପରେ ହେଇଗଲାଣି। ଆଳୁ ରେଡି, ପୁରା ଭାଜିକି ରେଡି କରିଦେଲ। ହଁ ଠିକ ଅଛି, ଖୋଲିଦିଅ। ପିଆଜ ଭାଜିଲ? ସେଇ ତେଲରେ ପିଆଜ ପକେଇଦବା। ହଁ, ସେଇ ତେଲରେ ପିଆଜ ପକେଇ ଦିଅ।
ହେଲା ଆଉ କ'ଣ ପିଆଜ ସାଙ୍ଗେ ସାଙ୍ଗେ ଭାଜି ହେଇଯିବ ନି ହଁ ପିଆଜ କେତେ ସମୟ ଲାଗିବ କେତେ ସମୟ? ତେଲ ଗରମ ହେଇକି ଅଛି ନା ସାଙ୍ଗେ ସାଙ୍ଗେ ଭାଜି ହେଇଯିବ ପିଆଜ ପୁରା ବ୍ରାଉନ ହେଇଗଲାଣି ନି କି ହଁ ମସଲା ଦିଅ ମସଲା ଦେଇଦବା ଏଥର। ମସଲା ଦିଅ ବାସ୍ ଘାଣ୍ଟି ଦିଅ ମୁଁ ତାହେଲେ ମସଲା ଗୁଡା ପକେଇ ଦଉଛି ହଁ ପକେଇ ଦିଅ। ଏଠି ଲଙ୍କାଗୁଣ୍ଡ ଅଛି ଆଉ ମିଟ୍ ମସଲା ଅଛି ହଁ ହଳଦୀ ଅଛି ଲୁଣ ଅଛି କାଶ୍ମୀରୀ ଚିଲି ଅଛି ପକଉଛି ଲାଷ୍ଟକୁ ଟମାଟୋ ଦେଇଦିଅ ଟମାଟୋ ଦେଇଦେଲେ ବାସ୍ ରେଡି ଟମାଟୋ ପଡିଗଲା ମାନେ ମସ୍ତ ଲାଗିବ ତା ତରକାରୀ ଦେହରେ ଆଉ ମସଲା ଧୁଆ ପାଣିଟା ଦେଇଦେବି। ହଁ ମସଲା ଧୁଆ ପାଣିଟା ଦେଇଦିଅ ପାଳଙ୍ଗ ଶାଗଟା ଗ୍ରାଇଣ୍ଡିଙ୍ଗ ହବ ବୋଧେ ନାଇଁ କି ହଁ କରିଦିଅ ଗ୍ରାଇଣ୍ଡିଙ୍ଗ କରିଦିଅ ପୁରା ବଢିଆ ସେ ଗ୍ରାଇଣ୍ଡିଙ୍ଗ କରିଦେଲ ଆଉ ନାଇଁ ପୁରା କି ଫାଇନ ପେଷ୍ଟ। ପୁରା ଫାଇନ ପେଷ୍ଟ ହେଇଗଲା ଆଉ ମସଲା ହେଇଗଲାଣି ବର୍ତ୍ତମାନ ଆଳୁକୁ ପକେଇକି ଟିକେ କଷିବା ଆଳୁଟା ଭଲସେ କଷି ହେଇଯାଉ ତାପରେ ଚିକେନ ପକେଇବା ମସଲା ରେଡି ହେଇଯିବଣି ବୁଝିଲ ନା ହଁ ଚିକେନ ପକେଇବା ପକାଅ। ଦେଖୁଛ ନା ମସଲା ପୁରା ରେଡି ହେଇଗଲାଣି ବଢିଆ ବାସ୍ନା ଗୋଟେ କିନ୍ତୁ ହେଲାଣି ମୁଁ ଚିକେନ ପକଉଛି ଦିଅ ପକାଅ ଭୋକ ବଢିଗଲାଣି। ଭୋକ ବଢିଲାଣି ମାନେ ପ୍ରବଳ ମାତ୍ରାରେ ଭୋକ ଲାଗିଲାଣି ଭାଇ ଏ ଲେଗ ପିସ୍ ଦେଖିକି ତ ଆହୁରି ଭୋକ ବେଶୀ ଲାଗିଲାଣି ଆଉ ଟିକେ ଖାଲି କଷି ହେଇଯାଉ ଭଲସେ ତାପରେ ସେ ଯୋଉ ପାଳଙ୍ଗଟା ପେଷ୍ଟ କରିଥିଲ ସେଇଟା ଆକୁ ବର୍ତ୍ତମାନ ଟିକେ ଘୋଡେଇ ଦବା ଚିକେନ କଷା ପୁରା ରେଡି ହେଇଗଲାଣି ମମତା ହେଲା ବର୍ତ୍ତମାନ ମୁଁ ପାଳଙ୍ଗଟା ପକଉଛି ହଁ ଦିଅ ପକେଇ ଦିଅ। ବର୍ତ୍ତମାନ କଲରଟା ପଳେଇ ଆସିବ ଗ୍ରୀନ ଏବେ ଆସିବ ଗ୍ରୀନ କଲରଟା କିନ୍ତୁ ଆକ୍ଚୁଆଲି ସତରେ ସାଙ୍ଗମାନେ ଯାହା ବି କୁହନ୍ତୁ ପାଲଙ୍ଗ ଚିକେନଟା ପାଳଙ୍ଗ ପଡିଗଲା ପରେ ଚିକେନର ଟେଷ୍ଟ କିନ୍ତୁ ବଢିଆ ଲାଗେ ଖାଇବା ପାଇଁ ଭଲ ଲାଗେନି ନା ମମତା ହଁ ବଢିଆ ମସ୍ତ ଲାଗେ ଏବେ ଦେଖନ୍ତୁ ପୁରା ଗ୍ରୀନ କଲର ଆସିଗଲା ଦିଅ ଟିକେ ଧୁଆ ଧୁଇ ପାଣିଟା ଦେଇଦିଅ ବାସ୍ ରୁଟି ବେଲଲ ହଁ ମୋ ପାଇଁ କିନ୍ତୁ ପରଟା ଦି ଖଣ୍ଡ କରିଦେଇଥିବ ପରଟା ଖାଇବ ରୁଟି ଖାଇବ ମୁଁ ରୁଟି ପରଟା ମିଶେଇକି ଖାଇବି ଟିକେ କରିଦବ ମୋ ପାଇଁ ହେଲା ହଉ ତାହେଲେ ହଉ। ରୁଟି ସରିଗଲାଣି ନାଇଁ ସରିନି ଆଉ ଅଳ୍ପ ଅଛି ଆଉ ଅଳ୍ପ ଅଛି ହଁ ଚିକେନ ଏତିକି ସବୁ ଥାଉ ନାଇଁ କି ରୁଟି ସହିତ ଖାଇବା ନା ଟିକେ ଏତିକି ଥାଉ ଗ୍ରେଭି ଚଳିବ ନା ହଁ ହବ ଚଳିବ ଚିକେନ ପୁରା ରେଡି ହେଇଗଲା ମୁଁ ଖାଇକି କହୁଛି ସାଙ୍ଗମାନେ କେମିତି ଟେଷ୍ଟ ଲାଗୁଛି ଯାହେଲେ ବଢିଆ ଲାଗିବ କିନ୍ତୁ ଖାଇବା ପାଇଁ ପୁରା ରେଡି ମୁଁ ପୁରା ଚିକେନ କରି ରେଡି କରିସାରିଲି ତମ ରୁଟି ତଥାପି ସରୁନି ନାଇଁ କି ପୁରା ବେଙ୍ଗ ଭଳିଆ ଫୁଲେଇ ଦେଲ ଯେ ରୁଟିଟାକୁ ସରିଲା ଏଇଟା ଲାଷ୍ଟ ତାହେଲେ ଏବେ ଖାଇବା ହଁ ହଉ ଚାଲ ଆଉ ଡେରି କରନି ପୁରା ରେଡି ହେଇଗଲା ସାଙ୍ଗମାନେ ମୁଁ ଖାଇ କହୁଛି ଆପଣଙ୍କୁ କେମିତି ଲାଗୁଛି ଦେଖନ୍ତୁ ମୁଁ କଣ କଣ ନେଇଛି ଏଠି ହଉଛି ପରଟା ନେଇଛି ଆଉ ତା ତଳେ ରୁଟି ଅଛି ଆଉ ପିଆଜ ଅଛି କଞ୍ଚା ଲଙ୍କା ଅଛି ଲୁଣ ଅଛି ଆଉ ଏଇଟା ତ ମେନ୍ ଜିନିଷଟା ଆଉ ପାଲଙ୍ଗ ଚିକେନଟା ଆଉ ଚାଲନ୍ତୁ ଖାଇକି ତାହେଲେ ମୁଁ କହୁଛି କେମିତି ଲାଗୁଛି ନାଇଁ କି ତୁମେ କହିବ ନା ମୁଁ କହିବି ନାଇଁ ତମେ କହିବ ମୁଁ କହିବି ତ ହଁ ଓକେ ଡନ୍ ମୁଁ କହୁଛି ସାଙ୍ଗମାନେ ମୁଁ କହିବି କେମିତି ଲାଗୁଛି ମୁଁ ପରଟା ସହିତ ଖାଇକି କହୁଛି ହେଲା ତମେ ଖାଉନ ଖାଅ ଡେରି କରନି ଆଉ ରାତି 11:30 ହେଲାଣି ଗ୍ରେଭିଟା ସତରେ ସାଙ୍ଗମାନେ ବଢିଆ ଲାଗୁଛି ଖାଇବା ପାଇଁ ମୁଁ କହିଲି ଏଇ ରୁଟି ସହିତ ଖାଇବା ଭାତ ସହିତ ସବୁବେଳେ ଖାଉଛନ୍ତି ନା ବଢିଆ ଲାଗୁଛି ଟିକେ ରୁଟି ସହିତ ଖାଇକି ଦେଖିବା କେମିତି ଲାଗୁଛି ଆଳୁ ସହିତ ଟିକେ ଖାଇକି ଦେଖିବା କେମିତି ଲାଗୁଛି ଏଇଟା ଆଳୁଟା ଟିକେ ହାଲକା ଏଠି ଗ୍ରେଭି ନେଇଯିବା ଆଉ ଟିକେ ଚିକେନ ନେଇଯିବା ଦେଖୁଛନ୍ତି ଚିକେନଟା କେତେ ବଢିଆ ସିଝିଛି ଓଃ ଏଇଟା ତ ମଜା ଲାଗିବ ଖାଇବା ପାଇଁ ଆଉ
ହୁଁ ଯାହା ହଉ କଞ୍ଚା ଲଙ୍କା ବଢିଆ ଲାଗୁଛି ମ। ହୁଁ ସତରେ ବଢିଆ ଲାଗୁଛି। ଖାସ କରି ଗ୍ରେଭିଟା ଏତେ ଟେଷ୍ଟ ଲାଗୁଛି ପୁରା ମନ କିଣି ନେଇଯିବ। ଗ୍ରେଭି ଟେଷ୍ଟ ହେଇଥିବ ମାନେ ଆପଣ ପୁରା ଆଙ୍ଗୁଳି ଚାଟିକି ଖାଇବେ। ମୁଁ ଟିକେ ରୁଟି ସହିତ ଖାଏ। ତମେ ରୁଟି ନେଇଥିଲ ନା? ହଁ ଓ ରୁଟି ଖାଉଛ କି ତୁମେ? ଆଚ୍ଛା ରୁଟି ଆଚ୍ଛା। ପରଟା ଦିଟା ନେଇଛି। ମୁଁ ଟିକେ ରୁଟି ସହିତ ଖାଇକି ଦେଖେ। ମତେ ରୁଟି ଅପେକ୍ଷା ପରଟାରେ ବେଶୀ ଭଲ ଲାଗିଲା। ଲେଗ ପିସଟା ପୁରା ଝାକାସ ଲାଗୁଛି ଯାହା ବି କୁହ। ତମେ ଦିଟା ଲେଗ ଖାଇବ କହୁଥିଲ ଗୋଟେ ଲେଗ ନେଲ ନାଇଁ କି? ମୁଁ ଜାଣିଛି ତମେ ପାରିବନି। ହୁଁ ହୁଁ ମୋର ଗୋଟେ ଲେଗ ଏକାଥରେ ଉଡେଇ ଦେଲି। ସାଙ୍ଗମାନେ ଦେଖନ୍ତୁ ଏଇଟା ଗୋଟେ ବାଇଟ୍ ନବା। ସାଙ୍ଗରେ ଟିକେ ଲଙ୍କା କାମୁଡ଼ି ଦେବ ବଢିଆ ଲାଗୁଛି। ଏଇଟା ଗୋଟେ ବଢିଆ ବାଇଟଟା ହବ। ଲାଷ୍ଟ ସାଙ୍ଗମାନେ ମୋର ଗୋଟେ ଲେଗ ପିସ୍। ମୋର ବି। ତୁମର ବି? ହଁ। ଚାଲ ଷ୍ଟାର୍ଟ। ଓ କି ଆତ୍ମା ଶାନ୍ତି ହେଇଗଲା ପୁରା। ତାକୁ ଲଙ୍କା ଟିକେ ଚୋବେଇଦବା। ଏଟା ଲଙ୍କା ନୁହେଁ ତ ପୁରା ବିଷଟା। ବହୁତ ରାଗ, ବହୁତ ରାଗ। ପୁରା ସଫା ଖାଇକି ପୁରା ସଫା କରିଦେଲୁ ସାଙ୍ଗମାନେ। ଆମ ମ୍ୟାଡାମଙ୍କର ଖାଲି ଟିକେ ନାକୁରୁ ବଞ୍ଚିଗଲା ଗୋଟେ ପିସ୍ ଦେଖନ୍ତୁ ଟିକେଟେ। ଖାଇପାରିଲେନି। ଆଉ ଆଜିର ରେସିପି କେମିତି ଲାଗିଲା କମେଣ୍ଟ ନିହାତି ଜଣେଇବେ। ଆଉ ଯଦି ଭିଡ଼ିଓ ଭଲ ଲାଗୁଛି ଲାଇକ୍ ଗୋଟେ ସବସ୍କ୍ରାଇବ୍ ଗୋଟେ ସେୟାର ଗୋଟେ କରିଦେବେ। ଆଉ ଥରେ କହିଦେଉଛି ଆଉ ଗୋଟେ ବଢିଆ ନ୍ୟୁ ରେସିପିରେ ଦେଖାହେବା। ରହିଲୁ, ବାଏ।